ଭଲ ଗପକୁ ମୁଁ ଆପଣଙ୍କୁ ହୃଦୟରୁ ସ୍ୱାଗତ କରୁଛି। ବନ୍ଧୁଗଣ, ଆଜି ଆମେ ଆଉ ଏକ ନୂଆ କାହାଣୀ ନେଇ ଆସିଛୁ। ଆଜିର ଏହି କାହାଣୀ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ସୂଚନାପ୍ରଦ। ତେଣୁ ମୁଁ ଆପଣଙ୍କୁ ଆନ୍ତରିକ ଅନୁରୋଧ କରୁଛି କି ଏହି ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଏହାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବନ୍ଧୁଗଣ, ଏକ ବୃଦ୍ଧ ପକ୍ଷୀ କହିଥିଲା ଯେ ଯେଉଁ ଘରେ ଏହି 3 ଜଣ ବ୍ୟକ୍ତିଙ୍କ ପ୍ରଭାବ ଥାଏ, ସେହି ଘର ଅତି ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ବନ୍ଧୁଗଣ, ଚାଲନ୍ତୁ ଆଜିର ଏହି ପ୍ରେରଣାଦାୟୀ କାହାଣୀ ଆରମ୍ଭ କରିବା। ଜଣେ ସେଠ ଥିଲେ। ତାଙ୍କର ଧନର କୌଣସି ଅଭାବ ନଥିଲା। ସେଠ ଏବଂ ତାଙ୍କ ପତ୍ନୀ ବିବାହର ଅନେକ ବର୍ଷ ପରେ ଏକ ସନ୍ତାନ ପ୍ରାପ୍ତ କଲେ। ସେଠଙ୍କ ପୁଅ ବହୁତ ସୁନ୍ଦର ଥିଲା ଏବଂ ସେ ତାଙ୍କ ପୁଅକୁ ବହୁତ ଭଲ ପାଉଥିଲେ। ତେଣୁ ସେମାନେ ଉଭୟ ନିଜ ସନ୍ତାନକୁ ବହୁତ ସ୍ନେହ କରୁଥିଲେ। ବନ୍ଧୁଗଣ, ସେଠ ନିଜ ପୁଅକୁ ପଚାରି ସବୁ କାମ କରୁଥିଲେ। ଯଦିଓ ସେଠଙ୍କ ପୁଅ ଏବେ ମଧ୍ୟ ଛୋଟ ଥିଲା, କିନ୍ତୁ ପ୍ରେମରେ ଅନ୍ଧ ହୋଇ ସେଠ ତାଙ୍କ ପୁଅ ଯାହା କହୁଥିଲା ତାହା କରୁଥିଲେ। ଯଦି ପୁଅ କିଛି ଭୁଲ କାମ କରିବାକୁ କହୁଥିଲା, ତଥାପି ସେଠ ତାହା କରୁଥିଲେ। ସେଠ ଦେଖୁନଥିଲେ ଯେ ତାଙ୍କ ପୁଅ ଏବେ ମଧ୍ୟ ଛୋଟ ଏବଂ ବଡ଼ ନିଷ୍ପତ୍ତି ନେବା ପାଇଁ ତାର ଯଥେଷ୍ଟ ବୁଦ୍ଧି ନାହିଁ। ସେଠ ଏବଂ ତାଙ୍କ ପତ୍ନୀ ପୁଅର ମୋହରେ ଅନ୍ଧ ହୋଇ ପୁଅର ପ୍ରତିଟି କଥାକୁ ସମ୍ମାନ ଦେଉଥିଲେ, ତା କଥା ଅନୁସାରେ କାମ କରୁଥିଲେ। ବନ୍ଧୁଗଣ, ସେଠଙ୍କ ଘର ବାହାରେ ଥିବା ଏକ ଗଛରେ ଜଣେ ବୃଦ୍ଧ ପକ୍ଷୀ ଅନେକ ବର୍ଷ ଧରି ରହୁଥିଲା। ସେହି ବୃଦ୍ଧ ପକ୍ଷୀ ସେଠଙ୍କ ଘରକୁ ଭଲ ଭାବରେ ଜାଣିଥିଲା। ସେଠ ମଧ୍ୟ ସେହି ବୃଦ୍ଧ ପକ୍ଷୀର ବହୁତ ସେବା କରୁଥିଲେ ଏବଂ ତାକୁ ଖାଇବାକୁ ଓ ପିଇବାକୁ ପାଣି ଦେଉଥିଲେ। ସେଠ ତାଙ୍କ ପୁଅର ପ୍ରତିଟି କଥାକୁ ମାନି ନେଉଥିବା ଦେଖି ବୃଦ୍ଧ ପକ୍ଷୀଟି ବହୁତ ଚିନ୍ତିତ ଥିଲା। ସେଠଙ୍କ ପୁଅ ଯେଉଁ ଜିଦ୍ କରୁଥିଲା, ସେଠ ତାହା ଆଣି ଦେଉଥିଲେ। ସେଠଙ୍କ ଘର ସହ ଦୀର୍ଘ ବର୍ଷ ଧରି ପରିଚିତ ପକ୍ଷୀଟି ତାଙ୍କୁ ଏପରି ନ କରିବାକୁ ବାରଣ କଲା। ବୃଦ୍ଧ ପକ୍ଷୀ କିନ୍ତୁ ହାର ମାନିଲା ନାହିଁ। ସେ ଜାଣିଥିଲା ଯେ ପରୋକ୍ଷ ଭାବେ ବୁଝାଇଲେ ହିଁ ମଣିଷର ବୁଦ୍ଧି ଉଦୟ ହୁଏ। ସେ ପୁଣି ଥରେ ନିଜର ମଧୁର ସ୍ୱରରେ ବାରମ୍ବାର କହିଲା, ସେଠଜୀ, ଜୀବନର ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟର ଅନୁଭବକୁ ଶୁଣିବା ଉଚିତ। କାହାଣୀଟି ଶୁଣିଲେ ତୁମର କୌଣସି କ୍ଷତି ହେବ ନାହିଁ, ହୁଏତ ତୁମେ ଏକ ବଡ଼ ପାପରୁ ରକ୍ଷା ପାଇଯିବ। ପକ୍ଷୀର ବିନମ୍ରତା ଏବଂ ବାରମ୍ବାର ଅନୁରୋଧ ସେଠଙ୍କୁ କିଛି ସମୟ ପାଇଁ ଚିନ୍ତା କରିବାକୁ ବାଧ୍ୟ କଲା। ତାଙ୍କ ମନରେ କୌତୂହଳ ଜାଗ୍ରତ ହେଲା ଯେ ଏହି ପକ୍ଷୀଟି ଏମିତି କି କାହାଣୀ କହିବାକୁ ଚାହୁଁଛି ଯାହା ତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇପାରେ। ଶେଷରେ ସେଠ ନିଜର ଜିଦ୍ ଛାଡ଼ି କହିଲେ, ଠିକ୍ ଅଛି, ମୁଁ ଶୁଣିବି। କୁହ, ସେହି କାହାଣୀଟି କ'ଣ? ଏହିପରି ଭାବେ ସେହି ବୃଦ୍ଧ ପକ୍ଷୀ ସେଠଙ୍କୁ ସତ୍ୟର ମାର୍ଗ ଦେଖାଇବା ପାଇଁ କାହାଣୀ କହିବା ଆରମ୍ଭ କଲା। ପ୍ରାଚୀନ କାଳର କଥା, ଏକ ସୁନ୍ଦର ଓ ଶାନ୍ତ ଗ୍ରାମରେ ଜଣେ ଉଦାରମନା ସେଠ ବାସ କରୁଥିଲେ। ସେ ସ୍ୱଭାବରେ ଅତ୍ୟନ୍ତ ସରଳ ଓ ନିରୀହ ଥିଲେ। ତାଙ୍କର ସଂସାର କହିଲେ 4ଟି ପୁଅ ଏବଂ ସେମାନଙ୍କ ପରିବାର। ସେଠ ନିଜର ସମସ୍ତ ପୁଅଙ୍କୁ ବହୁତ ସ୍ନେହ କରୁଥିଲେ ଏବଂ ଜଣେ ଭଲ ପିତା ଭାବରେ ସେମାନଙ୍କର ଉପଯୁକ୍ତ ସମୟରେ ବିବାହ ମଧ୍ୟ କରାଇ ଦେଇଥିଲେ। ଘରକୁ 4 ଜଣ ବୋହୂ ଆସିବା ପରେ ସେଠଙ୍କ ଘର ଏକ ମନ୍ଦିର ପରି ପ୍ରତୀତ ହେଉଥିଲା। ବିଶେଷ କରି ସାନ ବୋହୂ ଘରକୁ ଆସିବା ପରେ ସେଠଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସାନ ବୋହୂ କେବଳ ସୁନ୍ଦରୀ ନଥିଲେ, ବରଂ ସେ ଥିଲେ ଗୁଣବତୀ ଏବଂ ଧୈର୍ଯ୍ୟଶୀଳା। ତାଙ୍କର ପାଦ ପଡ଼ିବା ମାତ୍ରେ ଘରେ ଯେମିତି ସାକ୍ଷାତ ମା ଲକ୍ଷ୍ମୀ ବିରାଜମାନ କଲେ। ପାରିବାରିକ ଏକତା ଓ ସୁଖ। ସେହି ସମୟରେ ସେଠଙ୍କ ପରିବାରରେ କେବେ ବି କଳି ଝଗଡ଼ା ଦେଖିବାକୁ ମିଳୁନଥିଲା। 4ଟି ଯାକ ବୋହୂ ପରସ୍ପରକୁ ନିଜ ଭଉଣୀ ପରି ଭଲ ପାଉଥିଲେ। ସେମାନଙ୍କ ମଧ୍ୟରେ କୌଣସି ଈର୍ଷା ବା ଦ୍ୱେଷ ନଥିଲା। 4 ଜଣ ଯାକ ବୋହୂ ଏକାଠି ରୋଷେଇ ଶାଳରେ କାମ କରୁଥିଲେ। କେହି କାହାକୁ ଆଦେଶ ଦେଉନଥିଲେ, ବରଂ ମିଳିମିଶି ରୋଷେଇ କରି ସେଠ ଏବଂ ନିଜ ନିଜ ସ୍ୱାମୀମାନଙ୍କୁ ଭକ୍ତିର ସହ ଖୁଆଉଥିଲେ। ସେଠଙ୍କ ବୃଦ୍ଧାବସ୍ଥାରେ ବୋହୂମାନେ ତାଙ୍କର ଏତେ ଯତ୍ନ ନେଉଥିଲେ ଯେ ତାଙ୍କୁ କେବେ ବି କୌଣସି ଜିନିଷ ପାଇଁ କହିବାକୁ ପଡୁନଥିଲା। ଘରର ଶାନ୍ତିର ପ୍ରଭାବ ସେଠଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଥିଲା। ପୁଅମାନେ ଯେତେବେଳେ ଦେଖୁଥିଲେ ଯେ ଘରେ ସବୁ ସୁବିଧା ଅଛି ଏବଂ ପତ୍ନୀମାନେ ଖୁସି ଅଛନ୍ତି, ସେମାନେ ନିଶ୍ଚିନ୍ତ ମନରେ ବ୍ୟବସାୟରେ ମନୋନିବେଶ କରୁଥିଲେ। 4 ପୁଅ ଏକଜୁଟ ହୋଇ ବ୍ୟବସାୟ ସମ୍ଭାଳୁଥିଲେ, ଯାହାଫଳରେ ଦିନକୁ ଦିନ ସେମାନଙ୍କର ଉନ୍ନତି ହେଉଥିଲା। ଘରେ ଖାଦ୍ୟଶସ୍ୟ ଏବଂ ଧନର କୌଣସି ଅଭାବ ରହିଲା ନାହିଁ। ଭଣ୍ଡାର ଘର ସବୁବେଳେ ପୂର୍ଣ୍ଣ ରହୁଥିଲା। ସେଠ ପ୍ରତିଦିନ ସନ୍ଧ୍ୟାରେ ନିଜ ପରିବାରର ଏହି ହସଖୁସି ଦେଖି ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଥିଲେ।
ସେ ଭାବୁଥିଲେ ଯେ ତାଙ୍କ ଜୀବନ ସଫଳ ହୋଇଯାଇଛି। ସେ ଏହା ମଧ୍ୟ ଅନୁଭବ କରୁଥିଲେ ଯେ ସାନ ବୋହୂ ଆସିବା ପରେ ହିଁ ଘରର ଭାଗ୍ୟ ଉଦୟ ହୋଇଛି। ଏହା ଭାବି ସେଠ ଶାନ୍ତିରେ ଶୋଉଥିଲେ। ସେଠଙ୍କ ଜୀବନରେ କୌଣସି ପ୍ରକାରର ଦୁଃଖ କିମ୍ବା ଅସୁବିଧା ନଥିଲା। ବନ୍ଧୁଗଣ, ସେଠଙ୍କର ଏପରି ସୁନ୍ଦର ଜୀବନ ଦେଖି ଅନ୍ୟ ଗ୍ରାମବାସୀମାନେ ତାଙ୍କୁ ଈର୍ଷା କରିବାକୁ ଲାଗିଲେ। ଗାଁର ସବୁ ଲୋକ ଭାବୁଥିଲେ ଯେ ଏହି ସେଠ ବହୁତ ଖୁସିରେ ଅଛନ୍ତି, ତାଙ୍କ ଜୀବନ ବହୁତ ଆରାମରେ କଟୁଛି ଏବଂ ତାଙ୍କ ଜୀବନରେ କୌଣସି ଦୁଃଖ କଷ୍ଟ ନାହିଁ। ବୃଦ୍ଧ ପକ୍ଷୀ କହେ, ହେ ସେଠ, ପ୍ରାୟତଃ ମଣିଷ ଅନ୍ୟର ପ୍ରଗତି ଦେଖି ଜଳେ। ଯେପରି କଙ୍କଡ଼ାମାନେ ପରସ୍ପରର ଗୋଡ଼ ଟାଣନ୍ତି ଏବଂ କାହାକୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ, ସେହିପରି ମଣିଷ ମଧ୍ୟ ଅନ୍ୟକୁ ଆଗକୁ ବଢ଼ିବା ଦେଖିଲେ ଗୋଡ଼ ଟାଣି ପଛକୁ ଆଣିବାକୁ ଚାହେଁ। ମଣିଷ ନିଜ ପ୍ରଗତିରେ ଯେତିକି ଖୁସି ହୁଏ ନାହିଁ, ଅନ୍ୟର ପ୍ରଗତି ଦେଖି ସେତିକି ଦୁଃଖୀ ହୁଏ। ଏବେ ସେଠଙ୍କ ଉନ୍ନତି ଦେଖି ଗାଁର ସବୁ ଲୋକ ଜଳିବାକୁ ଲାଗିଲେ। କେହି ସେଠଙ୍କ ସହ ସିଧାସଳଖ କଥା ହେଉନଥିଲେ। ସମସ୍ତେ ଭାବୁଥିଲେ ଯେ କୌଣସି ପ୍ରକାରେ ସେଠଙ୍କ ଜୀବନ ଦୁଃଖରେ ଭରିଯାଉ ଏବଂ ତାଙ୍କ ଖୁସି ଦୁଃଖରେ ପରିଣତ ହେଉ। ବନ୍ଧୁଗଣ, ଏସବୁ ଭାବି ଗାଁର କିଛି ଲୋକ ସେଠଙ୍କ କୁଳ ପଣ୍ଡିତଙ୍କ ପାଖକୁ ଗଲେ। ସେମାନେ କହିଲେ, ହେ ପଣ୍ଡିତ ଜୀ, ଆପଣ ଏଠି ଶୁଖିଲା ରୁଟି ଖାଉଛନ୍ତି ଏବଂ ଆପଣଙ୍କ ଯଜମାନ ସେଠ ସେଠି ଆରାମରେ ସୁଆଦିଆ ଖାଦ୍ୟ ଖାଉଛନ୍ତି। ସେ ତାଙ୍କ ବୋହୂମାନଙ୍କ ହାତରୁ ସୁଆଦିଆ ଖାଦ୍ୟ ଖାଉଛନ୍ତି। ପଣ୍ଡିତ ଜୀ କହିଲେ, ଆପଣମାନେ କ'ଣ କହିବାକୁ ଚାହୁଁଛନ୍ତି? ମୁଁ କିଛି ବୁଝିପାରୁ ନାହିଁ। ଗ୍ରାମବାସୀମାନେ କହିଲେ, ପଣ୍ଡିତ ଜୀ, ଆପଣଙ୍କ ଜୀବିକା କେବଳ ଆପଣଙ୍କ ଯଜମାନଙ୍କ ଦ୍ୱାରା ଚାଲେ। କିନ୍ତୁ ଆପଣଙ୍କ ଯଜମାନ ବହୁତ ଖୁସିରେ ଅଛନ୍ତି, ତାଙ୍କ ଜୀବନରେ କୌଣସି ଦୁଃଖ ନାହିଁ। ଖାଲି ମନେ ପକାନ୍ତୁ, ସେଠ ଆପଣଙ୍କୁ ଶେଷଥର ପାଇଁ କେବେ ନିଜ ଘରକୁ ଡାକିଥିଲେ? ଯଦି ସେ ଆପଣଙ୍କୁ ଘରକୁ ନ ଡାକନ୍ତି କିମ୍ବା କୌଣସି ହବନ ପୂଜା ନ କରନ୍ତି, ତେବେ ଆପଣଙ୍କ ଗୁଜୁରାଣ କେମିତି ମେଣ୍ଟିବ? ଆପଣଙ୍କ ଘର କେମିତି ଚାଲିବ? ପଣ୍ଡିତ ଜଣକ ଗ୍ରାମବାସୀଙ୍କ କଥା ବୁଝିଗଲେ। ସେ ମଧ୍ୟ ଭାବିବାକୁ ଲାଗିଲେ ଯେ କଥାଟା ସତ। ସେଠ ବହୁତ ଦିନ ହେଲା ତାଙ୍କୁ ଘରକୁ ଡାକିନାହାନ୍ତି ଏବଂ ତାଙ୍କ ଜୀବନ ବହୁତ ଖୁସିରେ କଟୁଛି। ଏମିତି ହେଲେ ତାଙ୍କ ପିଲାଛୁଆ ଉପାସରେ ରହିବେ। କୁଳ ପଣ୍ଡିତ କହିଲେ, ହେ ଭାଇମାନେ, ତୁମ କଥା ଏକଦମ ସତ। ସେଠ ବହୁତ ଧନୀ ହୋଇଗଲେଣି, ତାଙ୍କ ବ୍ୟବସାୟ ବହୁତ ବଢ଼ିଗଲାଣି ଏବଂ ତାଙ୍କ ଘରେ ବୋହୂମାନେ ମିଳିମିଶି ରହୁଛନ୍ତି। ତାଙ୍କ ଜୀବନରେ କୌଣସି ଦୁଃଖ ନାହିଁ। ସେତେବେଳେ ଗ୍ରାମବାସୀମାନେ କହିଲେ, ପଣ୍ଡିତ ଜୀ, ଯଦି ଆପଣ ନିଜ ଘର ଚଳାଇବାକୁ ଚାହାନ୍ତି, ତେବେ ଆପଣଙ୍କୁ କିଛି କରିବାକୁ ହେବ ଯେପରି ସେଠଙ୍କ ଜୀବନରେ କିଛି ଦୁଃଖ ଆସିବ। ତାଙ୍କ ଘରେ କଳିଜଗଡ଼ା ହେବା ଦରକାର, ତେବେ ଯାଇ ସେ ଆପଣଙ୍କୁ ହବନ ପୂଜା ପାଇଁ ଘରକୁ ଡାକିବେ ଏବଂ ଆପଣଙ୍କୁ କିଛି ଟଙ୍କା ମିଳିବ। ଯଦି ଏମିତି ଚାଲେ, ତେବେ ଦିନେ ଆପଣ ଗରିବ ହୋଇଯିବେ ଏବଂ ଆପଣଙ୍କୁ ଭିକ ମାଗିବାକୁ ପଡ଼ିବ। ବନ୍ଧୁଗଣ, ଏତିକି କହି ଗାଁ ଲୋକମାନେ କୁଳ ପଣ୍ଡିତଙ୍କ ପାଖରୁ ଚାଲି ଆସନ୍ତି। ଏଠାରେ ପଣ୍ଡିତ ଜଣକ ବହୁତ ଚିନ୍ତିତ ହୋଇପଡ଼ନ୍ତି। ସେ ଭାବନ୍ତି, ମୁଁ ଏବେ କ'ଣ କରିପାରିବି ଯେପରି ସେଠଙ୍କ ଘରେ ଝଗଡ଼ା ହେବ ଏବଂ ବ୍ୟବସାୟ ବନ୍ଦ ହୋଇଯିବ। ତାପରେ ସେ ମୋତେ ପୂଜା ପାଇଁ ଡାକିବେ। ବନ୍ଧୁଗଣ, ଏହା ଭାବି ସେହି କୁଳ ପଣ୍ଡିତ ଜଣେ ସାଧୁ ମହାରାଜଙ୍କ ପାଖକୁ ଯାଆନ୍ତି ଏବଂ କୁହନ୍ତି, ହେ ସ୍ୱାମୀଜୀ, ଦୟାକରି ମୋତେ ସାହାଯ୍ୟ କରନ୍ତୁ। ମୋ ଗାଁରେ ଜଣେ ଯଜମାନ ସେଠ ଅଛନ୍ତି, ଯିଏ ବହୁତ ଖୁସିରେ ଅଛନ୍ତି। ଯେମିତି ଅସାବଧାନ ଲୋକଙ୍କ ପାଇଁ ଚୋରଙ୍କର ଜୀବିକା ଚାଲେ, ଯେମିତି ଯୁଦ୍ଧ କରୁଥିବା ଲୋକଙ୍କ ପାଇଁ ରାଜାଙ୍କ ଶାସନ ଚାଲେ, ସେହିପରି ଯଜମାନଙ୍କ ପାଇଁ ପଣ୍ଡିତଙ୍କ ପରିବାର ଚାଲେ। ଯଦି ଯଜମାନଙ୍କ ଘରେ ଦୁଃଖ କଷ୍ଟ ନ ରହିବ, ତେବେ ସେମାନେ ଆମକୁ ଡାକିବେ ନାହିଁ। ଆମେ ଖାଇବୁ କ'ଣ? ଆମେ ଭୋକରେ ମରିଯିବୁ। ସାଧୁ ମହାରାଜ କହିଲେ, ହେ ପଣ୍ଡିତ ଜୀ, ବ୍ୟସ୍ତ ହୁଅନ୍ତୁ ନାହିଁ। ମୋତେ କୁହନ୍ତୁ ଅସୁବିଧା କ'ଣ? ପଣ୍ଡିତ କହିଲେ, ସ୍ୱାମୀଜୀ, ମୁଁ ଚାହୁଁଛି ସେଠଙ୍କ ଜୀବନରେ କିଛି ଅସୁବିଧା ଆସୁ। ତାଙ୍କ ଘରେ କଳିଜଗଡ଼ା ହେଉ ଏବଂ ବ୍ୟବସାୟରେ କିଛି କ୍ଷତି ହେଉ। ତେବେ ସେ ମୋତେ ହବନ ପୂଜା ପାଇଁ ନିମନ୍ତ୍ରଣ କରିବେ। ବନ୍ଧୁଗଣ, ବୃଦ୍ଧ ପକ୍ଷୀ ଆଗକୁ କୁହେ। ସାଧୁ ମହାରାଜ କହିଲେ, ପଣ୍ଡିତ ଜୀ, ଏଇଟା ତ ବହୁତ ଛୋଟ କାମ। ମୁଁ ଦେଖୁଛି ସେଠଙ୍କ ଖୁସିର କାରଣ କ'ଣ? ଏବେ ସାଧୁ ମହାରାଜ ତାଙ୍କ ଦିବ୍ୟ ଦୃଷ୍ଟିରେ ଦେଖିଲେ ଏବଂ କହିଲେ, ପଣ୍ଡିତ ଜୀ, ସେଠଙ୍କ ପ୍ରଗତିର କାରଣ ହେଉଛି ତାଙ୍କ ଘରକୁ ଆସିଥିବା ସାନ ବୋହୂ। ସେଠଙ୍କ ସାନ ବୋହୂ ହେଉଛନ୍ତି ଲକ୍ଷ୍ମୀଙ୍କ ଅବତାର। ସେ ବହୁତ ସଂସ୍କାରୀ ଏବଂ ବୁଦ୍ଧିମତୀ। ସେ ଆସିବା ଦିନଠାରୁ ସବୁ କିଛି ଭଲ ଚାଲିଛି।
पंडित कहिले, हे स्वामीजी, तेबे किछि तो उपाय थिबो जेपरि सेठଙ୍କ घरे झगड़ा हेबो। साधु महाराज कहिले, पुओ तुमे चिंता कर नाही, तुमे गोटिए काम कर, सेठଙ୍କ पाखकु जाई कुह जे तुमरो एक कंचा बाउंश दरकार। तुमे जेतेबेले तांको खेतरु एक कंचा बाउंश आनिबो, सेठ किछि दिनरे गरीब होई जिबे। घरे झगड़ा आरंभ हेबो एवं से तुमको पूजा पाई निश्चय डाकिबे। बंधुगण, साधुंको कथा शुणी पंडित सेठଙ୍କ घरकु गले। सेठ तांकु बहुत सम्मानर सह भितरकु नेई बसाइले। पंडित कहिले, सेठ जी, मुन एही बाट देई जाउथिली, भाबिली टिके देखा करिनेबी। मोते तुम खेतरु एक कंचा बाउंश दरकार, देई पारिबो कि? सेठ कहिले, निश्चय पंडित जी, एते छोट कथा। सेठ बाउंश आनिबाकु गले। सेठଙ୍କ सान बहु एहा देखि दौड़ी आसिले एवं कहिले, बापा, एही बाउंशटी मोते टिके दियंतु, मु परे आनी देबी। सान बहु सेही बाउंशरु सबु कंचा पत्र छिंडाई निज घरर कला गाईकु खुआई देले। तापरे बाउंशटी सेठଙ୍କୁ देले एवं सेठ ताहा पंडितंकु देले। पंडित बहुत खुशी होई घरकु गले। से भाबिले एबे सेठଙ୍କ खुशी मो पाखकु आसीगला। किंतु 3 मास बीतीगला परे मध्य सेठଙ୍କ घरु कौनसी खबर आसिला नाही। पंडित पुणी साधुंको पाखकु गले। साधु पुणी ध्यान करी कहिले, पंडित जी, सेही सान बहु बहुत चतुर। से बाउंशरु पत्र छिंडाई गाईकु खुआई देइथिला, तेणु सौभाग्य घरे रहीगला। एबे तुमे सेठଙ୍କ पाखकु जाई तांको कला गाईकु मागी आनो। पंडित ताहा ही कले। सेठ कहिले, ठीक अछि पंडित जी, आपण आम गाई नहीं जांतु। किंतु गाई देबा पूर्वरु सान बहु गोटिए धड़ा चादर गाईर लुहकु पोछि निज पाखरे रखिले। पुणी अनेक दिन बीतीगला, किंतु सेठଙ୍କ उपरे कौनसी प्रभाव पड़िला नाही। साधु पुणी कहिले, एथर जाई सेही धड़ा चादरटी मागी आनो। पंडित सेठଙ୍କ पाखकु जाई कहिले जे तांको स्त्री मंदिर रे बसिबा पाई एक चादर दरकार। सेठ सान बहुकु चादरटी आनिबाकु कहिले। सान बहु चादररु एक सूता छिंडाई पाटिरे पकाई खाईदेले एवं तापरे चादरटी देले। चादर देबा परे भी सेठଙ୍କ उन्नति जारी रहिला। पंडित पुणी निराश हेले। सान बहु अत्यंत गुणवती, शांत एवं लक्ष्मी स्वरूपा थिबारु तांको उपस्थिति रे घरे सबुबेले शांति और समृद्धि विराजमान करुथिला। शेषरे सेही कपटी साधु पंडितंकु कहिले, जेपर्यंत सेही सान बहु घरे अछि, आमे किछि करिपारिबा नाही। सेमाने जानिथिले जे सान बहु ही सेही परिवारर सुरक्षा कवच। पंडित जनक सेठଙ୍କ पाखकु जाई तांको मनरे भय सृष्टि कले। से मिछरे डराई कहिले, सेठ जी, तुम उपरे एक बड़ विपत्ति आसिबाकु जाउछि। एसबु तुम सान बहु जोगु हेउछि। तार ग्रह नक्षत्र तुम परिवार पाई अशुभ। ताकु यथाशीघ्र घरु बाहर करि दियो, नचेत तुमर सर्वनाश होई जिवो। सेठ जनक पंडितंको कथाकु विश्वास करी निजर विवेक हराई बसिले। भयरे से निजर प्रिय सान बहुकु घरु बाहरी जिबाकु आदेश देले। सान पुओ निज पत्नींकर निर्दोषता विषय रे जानिथिले, तेणु से मध्य निज पत्नींको सह घर छाड़ी चालीगले। सेमानंको पाखरे सेतेबेले किछि नथिला, केवल परस्पर उपरे विश्वास एवं कठिन परिश्रम करिबार साहस थिला। सेमाने सहरकु जाई शून्यरु निजर जीवन आरंभ कले। सान बहुंको सुगुण एवं सान पुओंको निष्ठा जोगुं सेमाने एक नुआ व्यवसाय आरंभ कले। दिन राति एक करी परिश्रम करिबा परे सेमाने सहररे बहुत बड़ धनी होई गले। सेमानंको घर सुख शांति रे पूरी उठिला। अन्यपटे सान बहु घरु जिबा परे सेठଙ୍କ घर धीरे धीरे उजुड़ीबाकु लागिला। जेउ घरे हसखुशी थिला, सेठारे एबे केवल अशांति। बड़ बहु माने परस्पर मध्यरे झगड़ा कले। पुओ माने निजर पथ भ्रष्ट होई व्यवसाय रे ध्यान न देई खराब संगतरे पड़िले। मद्यपान एवं जुआ खेଳରେ सेमाने सबु संपत्ति शेष करिबाकु लागिले। सबुठारु बड़ दुर्भाग्य हेला सेही लोभी पंडित। से विभिन्न पूजापाठ एवं ग्रह शांति नामरे सेठଙ୍କ पाखरु सबु टंका लुटी नेला। सेठଙ୍କୁ से एपरी मोहग्रस्त करी रखिथिला जे सेठ जानी पारु नथिले जे से निजे निजर विनाश करुछंती। शेषरे सेठ जनक कपाଳରେ हाथ देई बसिले। तांको पाखरे आउ किछि अवशिष्ट नथिला। समय क्रमे सेठ निजर भूल बुझी पारिले।
ସେ ଅନୁଭବ କଲେ ଯେ ଯେଉଁ ସାନ ବୋହୂକୁ ସେ ଅଶୁଭ କହି ବାହାର କରିଦେଇଥିଲେ ସେ ହିଁ ପ୍ରକୃତରେ ଘରର ଭାଗ୍ୟ ଥିଲା। ସେ ଲୋକଙ୍କ ମୁଖରୁ ଶୁଣିବାକୁ ପାଇଲେ ଯେ ତାଙ୍କ ସାନ ପୁଅ ଓ ବୋହୂ ସହରରେ ବହୁତ ପ୍ରତିଷ୍ଠିତ ହୋଇଛନ୍ତି। ସେଠ ନିଜର ଅଭିମାନ ତ୍ୟାଗ କରି ସହରକୁ ଗଲେ। ସାନ ବୋହୂ ଓ ପୁଅଙ୍କ ସମ୍ମୁଖରେ ନିଜର ଭୁଲ ସ୍ୱୀକାର କରି କ୍ଷମା ମାଗିଲେ। ସାନ ବୋହୂ ଥିଲେ ଅତ୍ୟନ୍ତ କ୍ଷମାଶୀଳା। ସେ ନିଜ ଶ୍ୱଶୁରଙ୍କୁ ସସମ୍ମାନେ ଘରକୁ ପାଛୁଟି ନେଲେ ଏବଂ ସେମାନେ ପୁଣି ଥରେ ନିଜ ପୈତୃକ ଘରକୁ ଫେରିଆସିଲେ। ସାନ ବୋହୂ ଘରକୁ ଫେରିବା ମାତ୍ରେ ଘରର ପରିବେଶ ପୁଣି ବଦଳିବାକୁ ଲାଗିଲା। ପୁଅମାନେ ନିଜର ଭୁଲ ବୁଝିଲେ, ବୋହୂମାନେ ମିଳିମିଶି ରହିଲେ ଏବଂ ସେଠଙ୍କ ବ୍ୟବସାୟ ପୁଣି ଥରେ ମୁଣ୍ଡ ଟେକି ଠିଆ ହେଲା। ଘର ପୁଣି ଥରେ ଧନଧାନ୍ୟ ଓ ସୁଖରେ ପୂରିଗଲା। ଦିନେ ତାଙ୍କର ବିଜ୍ଞ ସାନ ବୋହୂ ପରିବାରର ପତନର କାରଣ ସମ୍ପର୍କରେ ଯେଉଁ 3ଟି ମୂଲ୍ୟବାନ କଥା କହିଲେ, ତାହା କେବଳ ସେହି ପରିବାର ପାଇଁ ନୁହେଁ ବରଂ ସମାଜର ପ୍ରତ୍ୟେକ ଶ୍ରେଣୀ ପାଇଁ ଏକ ବଡ଼ ଚେତାବନୀ ସଦୃଶ। ବୋହୂର ପ୍ରଥମ ଯୁକ୍ତି ଥିଲା ଯେ ଯଦି ଘରେ ଏକ ବିଗିଡ଼ି ଯାଇଥିବା ପୁଅ ଥାଏ ଏବଂ ତାର ସବୁ ଅନ୍ୟାୟ ଅଳିକୁ ବିନା ବିଚାରରେ ମାନି ନିଆଯାଏ, ତେବେ ସେହି ଘରର ବିନାଶ ସୁନିଶ୍ଚିତ। ସାଧାରଣତଃ ପିତାମାତା ସ୍ନେହରେ ଅନ୍ଧ ହୋଇ ପିଲାମାନଙ୍କର ଦୋଷ ଦୁର୍ବଳତାକୁ ଲୁଚାଇ ରଖନ୍ତି। ପୁଅ ଯଦି ଭୁଲ ବାଟରେ ଯାଉଥାଏ ତଥାପି ତାକୁ ଶାସନ କରିବା ପରିବର୍ତ୍ତେ ତାର ଜିଦ୍ ପୂରଣ କରିବା ଦ୍ୱାରା ସେ ସମାଜ ଓ ପରିବାର ପାଇଁ ଏକ ବୋଝ ହୋଇଯାଏ। ଅମାପ ସମ୍ପତ୍ତି ଓ ବିଳାସବ୍ୟସନ ମଧ୍ୟରେ ବଢୁଥିବା ସନ୍ତାନ ଯେତେବେଳେ ପରିଶ୍ରମର ମୂଲ୍ୟ ବୁଝେ ନାହିଁ ଏବଂ କେବଳ ଉପଭୋଗକୁ ଜୀବନର ଲକ୍ଷ୍ୟ ମନେକରେ, ସେତେବେଳେ ସେହି ପରିବାରର ମୂଳଦୁଆ ଦୋହଲିବାକୁ ଲାଗେ। ଅତ୍ୟଧିକ ପ୍ରଶ୍ରୟ ପୁଅକୁ ଅହଙ୍କାରୀ କରିଦିଏ, ଯାହା ପରବର୍ତ୍ତୀ ସମୟରେ ପରିବାରର ମର୍ଯ୍ୟାଦାକୁ ଧୂଳିସାତ୍ କରିଥାଏ। ସେହିପରି ଦ୍ୱିତୀୟ କାରଣ ଭାବରେ ସେ କହିଲେ ଯେ ଯଦି ଘରର ସ୍ତ୍ରୀ ଲୋଭୀ ଏବଂ ଖୋର ହୁଏ, ତେବେ ସେହି ସଂସାର କେବେ ହେଲେ ସୁଖୀ ହୋଇପାରେ ନାହିଁ। ଜଣେ ନାରୀ ହିଁ ଘରକୁ ସ୍ୱର୍ଗ କରିପାରେ କିମ୍ବା ନର୍କ। ଯଦି ଗୃହିଣୀର ମନରେ ସନ୍ତୋଷ ନଥାଏ ଏବଂ ସେ ସବୁବେଳେ ଅନ୍ୟର ସମ୍ପତ୍ତି ବା ଜୀବନଶୈଳୀକୁ ଦେଖି ଈର୍ଷା କରେ, ତେବେ ସେ ନିଜ ସ୍ୱାମୀ ଓ ପରିବାର ଉପରେ ଅଯଥା ଚାପ ସୃଷ୍ଟି କରେ। ଲୋଭ ମଣିଷକୁ ବିବେକହୀନ କରିଦିଏ। ଖୋର ସ୍ତ୍ରୀ ନିଜର ମନମାନି କରିବାକୁ ଯାଇ ପରିବାରର ଏକତାକୁ ନଷ୍ଟ କରିଦିଏ। ଘରର ଶୃଙ୍ଖଳା ରକ୍ଷା କରିବା ପରିବର୍ତ୍ତେ ସେ ନିଜର ସ୍ୱାର୍ଥ ଓ ଜିଦ୍ ପୂରଣ କରିବାକୁ ପ୍ରାଧାନ୍ୟ ଦିଏ, ଯାହାଫଳରେ ଘରର ବାତାବରଣ ସର୍ବଦା ତିକ୍ତତାପୂର୍ଣ୍ଣ ରହେ। ସମ୍ପର୍କ ଅପେକ୍ଷା ସାମଗ୍ରୀକୁ ଅଧିକ ଗୁରୁତ୍ୱ ଦେବା ଦ୍ୱାରା ପରିବାରରେ ବିଭାଜନ ସୃଷ୍ଟି ହୁଏ। ଶେଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୃତୀୟ କାରଣଟି ଥିଲା ଘରର ମୁରବୀଙ୍କୁ ନେଇ। ଯଦି ପରିବାରର ମୁଖ୍ୟ ବାହାର ଲୋକଙ୍କ କଥାକୁ ବିଶ୍ୱାସ କରି ନିଜ ପରିବାର ବିରୋଧରେ ନିଷ୍ପତ୍ତି ନିଅନ୍ତି, ତେବେ ସେହି ପରିବାର ଖୁବ୍ ଶୀଘ୍ର ଭୁଶୁଡ଼ି ପଡ଼େ। ବାହାର ଲୋକ ସବୁବେଳେ ନିଜର ଫାଇଦା ଦେଖନ୍ତି ଏବଂ ଅନେକ ସମୟରେ ଭୁଲ ପରାମର୍ଶ ଦେଇ ଘର ଭିତରେ କଳହ ସୃଷ୍ଟି କରନ୍ତି। ଜଣେ ସଚେତନ ମୁରବୀ ନିଜ ପରିବାର ଲୋକଙ୍କ ଶକ୍ତି ଓ ଦୁର୍ବଳତାକୁ ଜାଣିବା ଉଚିତ। ଯେତେବେଳେ ମୁରବୀ ନିଜ ରକ୍ତର ସମ୍ପର୍କକୁ ପର କରି ବାହାର ଲୋକଙ୍କ ଚାଟୁକାରିତାକୁ ଗୁରୁତ୍ୱ ଦିଅନ୍ତି, ସେତେବେଳେ ପରିବାରର ବିଶ୍ୱାସ ଭାଙ୍ଗିଯାଏ। ପକ୍ଷୀର ଏହି 3ଟି କଥା ସେଠଙ୍କ ଆଖି ଖୋଲି ଦେଇଥିଲା। ସେ ଅନୁଭବ କଲେ ଯେ ସେ ନିଜ ପୁଅର ଭୁଲକୁ ପ୍ରଶ୍ରୟ ଦେଇ ତାକୁ ବିଗାଡ଼ିଛନ୍ତି ଏବଂ ଅନେକ ସମୟରେ ବାହାର ଲୋକଙ୍କ କଥାରେ ପଡ଼ି ଘରର ନିଷ୍ପତ୍ତି ନେଇଛନ୍ତି। ସେ ବୁଝିଲେ ଯେ ସମ୍ପତ୍ତି ବଞ୍ଚାଇବା ଅପେକ୍ଷା ଚରିତ୍ର ଓ ସଂସ୍କାର ବଞ୍ଚାଇବା ଅଧିକ ଆବଶ୍ୟକ। ତେଣୁ ସେ ତୁରନ୍ତ ନିଜ ପୁଅକୁ ସଠିକ୍ ବାଟକୁ ଆଣିବା ପାଇଁ ଶୃଙ୍ଖଳିତ ଜୀବନ ଓ କଠିନ ପରିଶ୍ରମର ଶିକ୍ଷା ଦେବା ଆରମ୍ଭ କଲେ। ଏହି କାହାଣୀ ଶିକ୍ଷା ଦିଏ ଯେ ସଂସ୍କାର, ସନ୍ତୋଷ ଏବଂ ପାରସ୍ପରିକ ବିଶ୍ୱାସ ହିଁ ଏକ ପରିବାରର ପ୍ରକୃତ ଶକ୍ତି, ଯାହା ବିନା ଅମାପ ଧନ ମଧ୍ୟ ତୁଚ୍ଛ। ବନ୍ଧୁଗଣ, ଆଜିର ଆମର ଏହି କାହାଣୀ ଏଠାରେ ଶେଷ ହେଉଛି। ଆପଣଙ୍କୁ ଏହି କାହାଣୀଟି କେମିତି ଲାଗିଲା? ଯଦି ଭଲ ଲାଗିଲା, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଅନ୍ କରନ୍ତୁ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।